ସକାଳୁ ବାସି ମୁହଁରେ ମାତ୍ର 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ନାରୀ ଧରାଦେବ। ନିଜେ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ଆପଣଙ୍କୁ ଛାଡ଼ି ରହିପାରିବନି। କେବଳ ଆପଣଙ୍କୁ ସକାଳୁ ବାସି ମୁହଁରେ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ପଟେଇବାକୁ ଚାହୁଁଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ନାରୀ ଆପେ ଆପେ ପଟିଯାଉ, ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଯଦି ଆପଣ ସକାଳୁ ବାସି ମୁହଁରେ ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ବା ବିବାହିତା ସ୍ତ୍ରୀ ଆପଣଙ୍କ ବଶରେ ହେଇଯିବ। ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ। ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଆପଣ ବି ମୋ କଥା ମାନି ଏହି ବଶୀକରଣ ଗୋଟିଏ ଥର କରନ୍ତୁ। ତାପରେ ଦେଖିବେ ଚମତ୍କାର। କିପରି ସେହି ସମୟଠାରୁ ସେ ଝିଅ ବା ବିବାହିତା ସ୍ତ୍ରୀ ଆପଣଙ୍କ ବଶରେ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ମନ୍ତ୍ର କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ଭାଉଜକୁ ଚାହିଁବେ ଅତି ସହଜରେ ପଟେଇ ପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ବା ସ୍ତ୍ରୀ ଆପଣଙ୍କୁ ଭାव ଦେଉନି, ଆପଣଙ୍କୁ ଅଣଦେଖା କରୁଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। ବଶୀକରଣର ସାହାଯ୍ୟ ନେଇପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚେଇବା, ନିଜର ଭଲ ପାଇବାକୁ ଅନ୍ୟର ଦିମାଗରେ ପହଞ୍ଚେଇବା, ମାନେ ସେ ଝିଅ ବା ସ୍ତ୍ରୀର ଦିମାଗରେ ପହଞ୍ଚେଇବା। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିବେନି। କାହିଁକି ନା ଏହି ମନ୍ତ୍ର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଯଦି ଆପଣ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେପଟେ ସେ ଝିଅ ବା ସ୍ତ୍ରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କୁ ଦେଖିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସେ ଖାଲି ଛଟପଟ ହେବ। ତେଣୁ ଯଦି ଆପଣ
ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ବିବାହିତା ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ବିନା ହାତ ଗୋଡ଼ ଧୋଇକି ସକାଳୁ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ଗୋଟିଏ ଗ୍ଲାସରେ ଚିନି ପାଣି ଆଣିବେ। ତାପରେ ସେ ପାଣି ଗ୍ଲାସକୁ ସାମ୍ନାରେ ରଖିବେ ଆଉ 7 ଥର ସେ ଝିଅ ବା ସ୍ତ୍ରୀର ନାମ କହିବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ପ୍ରଥମେ ଆପଣ ସେ ଝିଅ ବା ସ୍ତ୍ରୀକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 7 ଥର ସେ ଝିଅର ନାମ କହି ଆପଣ ପାଣି ଗ୍ଲାସରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ପାଣି ଗ୍ଲାସକୁ ନିଜର ଖଟ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ସେ ପାଣି ଗ୍ଲାସକୁ କାଢ଼ିବେ ଆଉ ଏହି ମନ୍ତ୍ରକୁ 3 ଥର ପଢ଼ିବେ। ତାପରେ 3 ଢୋକ ପାଣି ପିଇଦେବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅକୁ ପଟେଇବାକୁ ଚାହୁଁଛନ୍ତି ତାର ନାମ ହେଉଛି ସବିତା, ତେବେ ଆପଣ ମନ୍ତ୍ରକୁ ଏହିପରି ପଢ଼ିବେ, ସବିତା ତୀବ୍ର ବଶୀଭୂତଂ। ଗୋଟିଏ ଢୋକ ପାଣି ପିଇଦେବେ। ଆଉ ଥରେ କହିବେ, ସବିତା ତୀବ୍ର ବଶୀଭୂତଂ, ଆଉ ଗୋଟିଏ ଢୋକ ପାଣି ପିଇଦେବେ। ଏହିପରି ଆପଣ 3 ଥର ମନ୍ତ୍ର ପଢ଼ିବେ ଆଉ 3 ଢୋକ ପାଣି ପିଇଦେବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ଯେମିତି ଆପଣ ଏପଟେ ଏହି ବଶୀକରଣ କରିବେ, ସେପଟେ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।